ଏମିତି ତ ପ୍ରତ୍ୟେକ ବ୍ୟକ୍ତିଙ୍କର କେହି ନା କେହି ପ୍ରିୟର ବ୍ୟକ୍ତି ଥାନ୍ତି। କେବଳ ସାଧାରଣ ଲୋକଙ୍କ କ୍ଷେତ୍ରରେ ନୁହେଁ, ବଡ ବଡ ସେଲିବ୍ରିଟି ମଧ୍ୟ କାହାର ଫ୍ୟାନ୍ ହୋଇଥାନ୍ତି। ଅର୍ଥାତ୍ ତାଙ୍କ ଜୀବନରେ ମଧ୍ୟ କେହି ପ୍ରିୟର ଲୋକ ଥାନ୍ତି। ଆଜି ଆମେ କହୁଛୁ ଆଇପିଏଲ୍ର ଦାମୀ ଖେଳାଳି ଅର୍ଥାତ୍ ଅଷ୍ଟ୍ରେଲିଆର ଖେଳାଳି ପ୍ୟାଟ୍ କମିନ୍ସଙ୍କ କଥା, ଯାହାଙ୍କର ଏହି ଭାରତୀୟ ଖେଳାଳି ଖୁବ୍ ପସନ୍ଦ। ତେବେ ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା। ପ୍ୟାଟ୍ କମିନ୍ସଙ୍କ ଅଧିନାୟକ ସନରାଇଜର୍ସ ହାଇଦ୍ରାବାଦକୁ 7 ୱିକେଟ୍ରେ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ଏହି ପରାଜୟ ସତ୍ତ୍ୱେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ୍ ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଅଛି। ତେବେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜୟ ପରେ ପ୍ୟାଟ୍ କମିନ୍ସ ମଜାଦାର ପ୍ରଶ୍ନର ଉତ୍ତର ଦେଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କର ଭାରତୀୟ ପ୍ରିୟ ଖେଳାଳି କିଏ। ତେବେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାଜୟ ପରେ ପ୍ୟାଟ୍ କମିନ୍ସ ଅନେକ ମଜାଦାର ପ୍ରଶ୍ନର ଉତ୍ତର ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କର ଭାରତର ପ୍ରିୟ କ୍ରିକେଟର କିଏ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ କହିଛନ୍ତି ଯେ ଜସପ୍ରୀତ ବୁମରା ମୋର ପ୍ରିୟ ଭାରତୀୟ ଖେଳାଳି। ପ୍ୟାଟ୍ କମିନ୍ସ ମଧ୍ୟ ଜସପ୍ରୀତ ବୁମରାଙ୍କୁ ବହୁତ ପ୍ରଶଂସା କରିଥିଲେ। ଜସପ୍ରୀତ ବୁମରା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ 4 ଓଭରରେ 23 ରନ୍ ପାଇଁ 1 ୱିକେଟ୍ ନେଇଥିଲେ। ଏହା ପୂର୍ବରୁ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 20 ଓଭରରେ ସନରାଇଜର୍ସ ହାଇଦ୍ରାବାଦ 27 ୱିକେଟ୍ ନେଇ 277 ରନ୍ ସଂଗ୍ରହ କରିଥିଲା। ସେହି ମ୍ୟାଚ୍ରେ ଜସପ୍ରୀତ ବୁମରା 4 ଓଭରରେ ମାତ୍ର 36 ରନ୍ କରିଥିଲେ। ଏଥିସହିତ ଜସପ୍ରୀତ ବୁମରା ପର୍ପଲ୍ କ୍ୟାପ୍ ଦୌଡ଼ରେ ଆଗରେ ଅଛନ୍ତି। 12ଟି ମ୍ୟାଚ୍ରେ ହାରାହାରି 16.50ରେ ଜସପ୍ରୀତ ବୁମରାଙ୍କ ନାମରେ 18ଟି ୱିକେଟ୍ ରହିଛି। ଅଷ୍ଟ୍ରେଲିଆର ବିଶ୍ୱକପ୍ ବିଜେତା ଅଧିନାୟକ ପ୍ୟାଟ୍ କମିନ୍ସ, ଯାହାଙ୍କୁ ସନରାଇଜର୍ସ ହାଇଦ୍ରାବାଦ 20 କୋଟି ଟଙ୍କାରେ କିଣିଥିଲେ ଏବଂ ଏହା ସହିତ ସେ ଆଇପିଏଲ୍ ଇତିହାସରେ ସବୁଠାରୁ ଜଣେ ଦାମୀ ଖେଳାଳି ହୋଇପାରିଛନ୍ତି। ତେବେ ଅଷ୍ଟ୍ରେଲିଆର ଏହି ଦାମୀ ଖେଳାଳି ଜସପ୍ରୀତ ବୁମରାଙ୍କ ବଡ଼ ଫ୍ୟାନ୍ ଏବଂ ସେ ତାଙ୍କର ପ୍ରିୟ ବୋଲି ସେ କହିଛନ୍ତି। ବ୍ୟୁରୋ ରିପୋର୍ଟ, ରିପୋର୍ଟର୍ସ ଟୁଡେ।